ପିଏମ୍ ଆବାସ ଯୋଜନା ବାସଗୃହ ପାଇଁ 2,50,000 ଦେବେ ସରକାର। ଏମିତି କରନ୍ତୁ ଆବେଦନ। ଘର ଖଣ୍ଡେ ତିଆରି ପାଇଁ ପ୍ରତ୍ୟେକଙ୍କ ସ୍ୱପ୍ନ ରହିଥାଏ। ଲୋକଙ୍କ ଏହି ସ୍ୱପ୍ନକୁ ପୂରଣ କରିବାକୁ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ସରକାର। ଏକ ଏଭଳି ଯୋଜନା ରହିଛି ଯେଉଁଥିରେ ଗରିବଙ୍କ ସହ ମଧ୍ୟବିତ୍ତ ବି ଉପକୃତ ହୋଇପାରିବେ। ଏହି ଯୋଜନା ଗରିବ ଓ ନିମ୍ନ ମଧ୍ୟବିତ୍ତ ବାସଗୃହ ପାଇଁ ସହାୟକ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ସାମିଲ ହୋଇ ହିତାଧିକାରୀ ନିଜ ସ୍ୱପ୍ନର ଘର କିଣିପାରିବେ କିମ୍ବା ତିଆରି କରିପାରିବେ। ତେବେ ଆୟ ପ୍ରମାଣପତ୍ର ସହ ନିର୍ଦ୍ଦିଷ୍ଟ ଯୋଗ୍ୟତା ଓ ଡକୁମେଣ୍ଟ ଦେବା ଆବଶ୍ୟକ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ପ୍ରାଥମିକ ଚରଣରେ 8,544 ଘର ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର। ଆବାସ ଓ ବିକାଶ ପରିଷଦର ପ୍ରୟାସ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ସବୁଠାରୁ ଖାସ୍ କଥା ହେଉଛି ଏହି ଯୋଜନାରେ ହିତାଧିକାରୀ ଘର ତିଆରି ପାଇଁ ଋଣ ପ୍ରଦାନ ମଧ୍ୟ କରାଯାଉଅଛି। ଏହି ଯୋଜନାରେ ସାମିଲ ହୋଇ ହିତାଧିକାରୀଙ୍କୁ 400 ବର୍ଗଫୁଟର ଘର ଯୋଗାଇ ଦିଆଯାଉଛି। ସରକାର ଯେଉଁଠି ଏହି ପ୍ଲାଟ ଯୋଗାଇ ଦେବେ ସେଠାକାର ଏକ ସୋସାଇଟି ଗଠନ ହେବ। ସେଠାରେ ଖେଳ ପଡ଼ିଆ, ପାର୍କ, ସ୍କୁଲ ଏବଂ ହସ୍ପିଟାଲ ଆଦି ସୁବିଧା ମଧ୍ୟ ରହିବ। ନୂଆ ଟେକ୍ନୋଲୋଜିରେ ଏହିସବୁ ଘର ନିର୍ମାଣ ହେବ। ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ବୟସ 21ରୁ 55 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ବୟସ ବର୍ଗରେ ସବୁଠାରୁ କମ୍ କିମ୍ବା ଅଧିକ ହେଲେ ଆବେଦନ କରି ଏହି ଯୋଜନାର ଲାଭ ନେଇପାରିବେ ନାହିଁ। ଏହି ଯୋଜନାରେ ସାମିଲ ହେବାକୁ ଥିବା ଲାଭାର୍ଥୀଙ୍କ ଆୟ 3 ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ। ସେହିଭଳି ପରିବାରରେ କେହି ସଦସ୍ୟ ଯଦି ପୂର୍ବରୁ ଏହି ଯୋଜନାର ସାମିଲ ହୋଇ ଲାଭ ଉଠାଇଥିବେ ତେବେ ଆବେଦନକାରୀ ଏଥିରେ ସାମିଲ ହୋଇପାରିବେ ନାହିଁ। ସେହିଭଳି ଆପଣଙ୍କ ପାଖରେ ପକ୍କା ଘର ଥିଲେ ମଧ୍ୟ ଏଥିରେ ସାମିଲ ହୋଇପାରିବେ ନାହିଁ। ଏହି ଯୋଜନାରେ ସାମିଲ ହେବାକୁ ହେଲେ ଆପଣ ଉତ୍ତର ପ୍ରଦେଶର ଆଦିବାସୀ ହୋଇଥିବା ଆବଶ୍ୟକ। ଏଥିପାଇଁ ଆଧାର କାର୍ଡ, ଠିକଣା ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ, ପାନ କାର୍ଡ, ବ୍ୟାଙ୍କ ପାସବୁକ୍ ଆଦି ଥିବା ଆବଶ୍ୟକ। ଏହି ଯୋଜନାର ନାମ ହେଉଛି ୟୁପି ଆବାସ ବିକାଶ ଯୋଜନା।